ଯାହାକୁ ଆପଣଙ୍କର କେୟାର ନଥାଏ ତା ପାଇଁ ଏହି 7ଟି ଭୁଲ କର ନାହିଁ। 1. ବାରମ୍ବାର ପଚାରିବା କି କ'ଣ ତୁମେ ମୋତେ ଖରାପ ଭାବୁଛ କି? ଥରେ ପଚାରିବା ଠିକ୍ ଅଛି, କିନ୍ତୁ ବାରମ୍ବାର ପଚାରିବା ଆପଣଙ୍କର ଚିନ୍ତା ନୁହେଁ, ଆପଣଙ୍କର ଡିସ୍ପରେସନ୍ ଦେଖାଇଥାଏ। ଆପଣ ମେସେଜ କରନ୍ତି, ପୁଣି ଆଉ ଗୋଟେ ମେସେଜ, ପୁଣି କଲ୍, ପୁଣି ପଚାରିବ କ'ଣ ହେଲା ଏବଂ ସାମ୍ନା ଲୋକ ଜାଣିଯାଏ ଯେ ତାର ସାଇଲେଣ୍ଟ ଆପଣଙ୍କୁ ବ୍ୟତିବ୍ୟସ୍ତ କରୁଛି। ମନେ ରଖ, ଯେଉଁ ବ୍ୟକ୍ତିକୁ ଆପଣଙ୍କର ଚିନ୍ତା ଥିବ ସେ ଆପଣଙ୍କୁ ଜାଣିଶୁଣି କନଫ୍ୟୁଜନରେ ରଖିବ ନାହିଁ। ଏଥିପାଇଁ ଗୋଟିଏ ଥରରେ ନିଜ କଥା ସଫା କରିଦିଅ, ତାପରେ ପଛକୁ ହଟିଯାଅ। ଆପଣଙ୍କର ସାଇଲେଣ୍ଟ ଦୁର୍ବଳତା ନୁହେଁ, ସେଲ୍ଫ ରେସ୍ପେକ୍ଟ ଅଟେ। 2. ନିଜକୁ ଦୋଷ ଦେବା କାହାର ଆପଣଙ୍କ ଇଗ୍ନୋର କରିବା ସବୁବେଳେ ଆପଣଙ୍କର ଭୁଲର ପ୍ରମାଣ ହୋଇନଥାଏ। କିଛି ଲୋକ ଖରାପ ଭାବି ସାଇଲେଣ୍ଟ ଟ୍ରିଟମେଣ୍ଟ ଦେଇଥାନ୍ତି। କିଛି ଲୋକ ଆପଣଙ୍କୁ କଣ୍ଟ୍ରୋଲ କରିବା ପାଇଁ ଦୂରେଇ ଯାଆନ୍ତି ଏବଂ କିଛି ଲୋକ ଏଥିପାଇଁ ଦୂରେଇ ଯାଆନ୍ତି କାହିଁକି ନା ତାଙ୍କୁ ଆପଣଙ୍କର କୌଣସି ଆବଶ୍ୟକତା ପଡ଼ୁନାହିଁ। କିନ୍ତୁ ଆପଣ କ'ଣ କରନ୍ତି? ଘଣ୍ଟାଏ ବସିକରି ଭାବିଥାନ୍ତି, ସାୟଦ ମୋର ହିଁ ଭୁଲ ଥିଲା, ମୋତେ ଏମିତି କହିବା ଉଚିତ ନଥିଲା, କାଶ ମୁଁ ତାକୁ ସେହି କଥା କହି ହିଁ ନଥାନ୍ତି। ରୁହ, ସବୁ ସମ୍ପର୍କରେ ନିଜର ଭୁଲ ଦେଖିବା ଠିକ୍ କଥା ଅଟେ, କିନ୍ତୁ ପ୍ରତ୍ୟେକ ଥରେ ନିଜକୁ ହିଁ ଦୋଷ ଦେବା ସେଲ୍ଫ ରେସ୍ପେକ୍ଟ ନୁହେଁ, ସେଲ୍ଫ ଡାଉଟ୍ ହୋଇଥାଏ। ଯଦି ଭୁଲ ଅଛି ତ ସ୍ୱୀକାର କର, କ୍ଷମା ମାଗ, କିନ୍ତୁ ବିନା କାରଣରେ ନିଜ ଉପରେ ପୂରା ଦୋଷ ଦିଅ ନାହିଁ। 3. ସୋସିଆଲ ମିଡ଼ିଆରେ ଇନଡାଇରେକ୍ଟଲି ଷ୍ଟାଟସ୍ ପକାଇବା ଏହା ସବୁଠାରୁ କମନ୍ ଭୁଲ ହୋଇଥାଏ। ସେ ଆପଣଙ୍କୁ ଇଗ୍ନୋର କରୁଛି ଏବଂ ଆପଣ ଷ୍ଟାଟସ୍ ଲଗାଉଛନ୍ତି। କିଛି ଲୋକ ବଦଳି ନଥାନ୍ତି, ଖାଲି ତାଙ୍କର ଅସଲି ଚେହେରା ସାମ୍ନାକୁ ଆସିଯାଇଥାଏ। ପୁଣି ନେକ୍ସଟ ଷ୍ଟାଟସ୍, ଯାହାକୁ ଆପଣଙ୍କର କେୟାର ନଥିବ ତାକୁ ହରାଇବାର ଡର ମଧ୍ୟ ରଖ ନାହିଁ ଏବଂ ପୁଣି ବାରମ୍ବାର ଦେଖୁଥାଅ ଯେ ସେ ଷ୍ଟାଟସ୍ ଦେଖିଲା ନା ନାହିଁ। ସତ କହିବି, ଆପଣ ଯେତିକି ଇନଡାଇରେକ୍ଟ ହୋଇ ତାକୁ ମେସେଜ ସେଣ୍ଡ କରିବ ସେ ସେତିକି ବୁଝିବ ଯେ ଆପଣ ଏବେ ମଧ୍ୟ ତା ବିଷୟରେ ଭାବୁଛନ୍ତି। ଯଦି ଆପଣଙ୍କୁ କିଛି କହିବାର ଅଛି ସିଧା କୁହ ଏବଂ ଯଦି କିଛି କହିବାର ନାହିଁ ତ ଶାନ୍ତ ରୁହ। ସବୁ ଭାବନାକୁ ଷ୍ଟାଟସ୍ ବନାଇବା ଜରୁରୀ ହୋଇନଥାଏ। 4. ତାକୁ ଜେଲସ୍ କରିବାର ଚେଷ୍ଟା କରିବା ଏବେ ଆପଣ ଜାଣିଶୁଣି ଅନ୍ୟ କାହା ସହିତ ଫଟୋ ଲଗାଇବ, ଏମିତି ଦେଖାଇବ ଯେ ଆପଣଙ୍କର ଜୀବନ ବହୁତ ମଜାଦାର ଚାଲୁଛି। କାହିଁକି କାହିଁକି ଆପଣ ଚାହୁଁଛନ୍ତି ଯେ ସେ ଦେଖୁ, ତାକୁ ଈର୍ଷା ହେଉ ଏବଂ ସେ ପୁଣି ଫେରି ଆସୁ। କିନ୍ତୁ ମନେ ରଖ, ଯେଉଁ ଲୋକକୁ ଫେରାଇ ଆଣିବା ପାଇଁ ଆପଣଙ୍କୁ ନିଜକୁ ବଦଳାଇ କରି ଦେଖାଇବାର ପଡ଼େ, ତାକୁ ଫେରାଇ ଆଣିବାର ଚେଷ୍ଟା କ'ଣ ପାଇଁ? ନିଜ ଜୀବନ ଉପଭୋଗ କର, କିନ୍ତୁ ତାକୁ ଦେଖାଇବା ପାଇଁ ବଞ୍ଚ ନାହିଁ। ଆପଣଙ୍କର ଖୁସିର ଉଦ୍ଦେଶ୍ୟ କାହାକୁ ଈର୍ଷା କରିବା ନୁହେଁ। 5. ତାର ସବୁ ଛୋଟ ଆକ୍ଟିଭିଟି ଉପରେ ନଜର ରଖିବା ସେ କେତେବେଳେ ଅନଲାଇନ୍ ଆସିଲା, କାହାର ଷ୍ଟାଟସ୍ ଦେଖିଲା, କାହାର ପୋଷ୍ଟକୁ ଲାଇକ୍ କଲା, କାହାକୁ ଫଲୋ କଲା ଏବଂ ମୋର ଷ୍ଟୋରି ଦେଖିଲା ନା ନାହିଁ। ଆପଣଙ୍କର ପୁରା ଦିନ ଗୋଟିଏ ଲୋକର ଅନଲାଇନ୍ ଆକ୍ଟିଭିଟି ପଢ଼ିବାରେ ସରିଯାଏ ଏବଂ ସବୁଠାରୁ ଦୁଃଖର କଥା, ସେ ସାୟଦ ତାର ଜୀବନ ଏନ୍ଜୟ କରୁଥିବ ଏବଂ ଆପଣ ତାର ଜୀବନକୁ ମନିଟର କରୁଛନ୍ତି। କାହାର ଅନଲାଇନ୍ ଆକ୍ଟିଭିଟିକୁ ନିଜର ଇମୋସନାଲ ଥର୍ମୋମିଟର ବନାଅ ନାହିଁ। ସେ ରିପ୍ଲାଏ କଲା ତ ମୁଡ୍ ଭଲ, କଲା ନାହିଁ ତ ମୁଡ୍ ଖରାପ। ନା, ଆପଣ ଇମୋସନର ରିମୋଟ ଅନ୍ୟ କାହାର ହାତରେ ଦିଅ ନାହିଁ। 6. କ୍ରୋଧରେ ତାକୁ ବହୁତ କିଛି ଶୁଣାଇବା ଯେବେ ସାମ୍ନା ଲୋକ ଆପଣଙ୍କୁ ଇଗ୍ନୋର କରେ ତ ଭିତରେ ବହୁତ କିଛି ଜମା ହୋଇଥାଏ ଏବଂ ପୁଣି ଗୋଟିଏ ଦିନ ଆପଣ ଫାଟି ପଡ଼ନ୍ତି। ତୁମେ ନିଜକୁ ଭାବୁଛ କ'ଣ? ମୋତେ ମଧ୍ୟ କିଛି ଫରକ ପଡ଼ୁନାହିଁ। ତୁମ ପରି ବହୁତ ଦେଖିଛି, କିନ୍ତୁ ମନେ ରଖ, କ୍ରୋଧରେ କୁହାଯାଇଥିବା ଶବ୍ଦ ପ୍ରାୟତଃ ଆପଣଙ୍କର ବାସ୍ତବିକ ଶକ୍ତି ନୁହେଁ,
ଆପଣଙ୍କର ଭିତରେ ଥିବା ଘାଆକୁ ଦେଖାଇଥାଏ। ଯଦି ସାମ୍ନା ଲୋକ କଥା ହେବାକୁ ଚାହେଁ ନାହିଁ ତ ତାକୁ ମଜବୁର କର ନାହିଁ। ସବୁ ଝଗଡ଼ା ଜିତିବା ଜରୁରୀ ହୋଇନଥାଏ। କେବେ କେବେ ସବୁଠାରୁ ବଡ଼ ସଫଳତା ହୋଇଥାଏ ଆପଣଙ୍କର ଠାରେ ଉତ୍ତର ଦେବାର କ୍ଷମତା ଥାଇ ମଧ୍ୟ ନିଜକୁ ଶାନ୍ତିକୁ ବାଛିବାକୁ ପଡ଼ିବ। 7. ନିଜର ଜୀବନକୁ ଅଟକାଇ ଦେବା। ଏହା ସବୁଠାରୁ ବଡ଼ ଭୁଲ। କେହି ଆପଣଙ୍କୁ ଇଗ୍ନୋର କରିଥାଏ ଏବଂ ଆପଣ ଠିକ୍ ଭାବେ ଖାଆନ୍ତି ନାହିଁ, କାମରେ ମନ ଲଗାନ୍ତି ନାହିଁ, ସାଙ୍ଗମାନଙ୍କ ସାଙ୍ଗରେ ଭେଟ ହେବା ବନ୍ଦ କରିଦିଅନ୍ତି। ସବୁ ସମୟରେ ତା ବିଷୟରେ ଭାବିବା। ମନେ ରଖ, କୌଣସି ଲୋକର ଆପଣଙ୍କର ଜୀବନରୁ ଅଳ୍ପ ସମୟ ପାଇଁ ଦୂରେଇ ଯିବା ଆପଣଙ୍କର ଜୀବନ ଅଟକି ଯିବାର କାରଣ ବନିପାରିବ ନାହିଁ। ଆପଣଙ୍କର କାମ ଅଟକିବ ନାହିଁ, ଆପଣଙ୍କର ସ୍ୱପ୍ନ ଅଟକିବ ନାହିଁ, ଆପଣଙ୍କ ଗ୍ରୋଥ ଅଟକିବ ନାହିଁ। ଯିଏ ଆପଣଙ୍କୁ ଇଗ୍ନୋର କରିଛି ତାକୁ ଆପଣ ଜୀବନର ମେନ୍ କ୍ୟାରେକ୍ଟର ବନାଅ ନାହିଁ। ତାକୁ ତା'ର ସ୍ଥାନ ଦିଅ ଏବଂ ନିଜକୁ ନିଜର ଜୀବନର ସବୁଠାରୁ ଜରୁରୀ ସ୍ଥାନ ଦିଅ। କାରଣ ସତ୍ୟ ଏହା ଅଟେ ଯେ ଯେଉଁ ବ୍ୟକ୍ତି ଆପଣଙ୍କୁ ବାରମ୍ବାର ମୂଲ୍ୟ ଅନୁଭବ କରାଇବା ପାଇଁ ମଜବୁର କରାଇଥାଏ ତାକୁ ନିଜର ମୂଲ୍ୟ ପ୍ରମାଣ କରିବା ପାଇଁ ଆବଶ୍ୟକ ନାହିଁ। ଗୋଟିଏ ଥର ନିଜର କଥା କୁହ, ଗୋଟିଏ ଥର ନିଜର ପକ୍ଷ ରଖ, ଗୋଟିଏ ଥର ନିଜର ଭୁଲ ଥିଲେ କ୍ଷମା ମାଗ, ତାପରେ ପଛକୁ ହଟିଯାଅ। କାହାର ପଛରେ ଭାଗିକରି ଏଟେନସନ୍ ମିଳିପାରିବ ନାହିଁ କିନ୍ତୁ ସମ୍ମାନ ନୁହେଁ। ଏବଂ ଯଦି କେହି ଆପଣଙ୍କର ସାଇଲେଣ୍ଟ ପରେ ମଧ୍ୟ ଆପଣଙ୍କୁ ବୁଝିବାକୁ ଚେଷ୍ଟା କରେ ନାହିଁ ତ ସାୟଦ ସମସ୍ୟା ଏହା ନୁହେଁ ଯେ ସେ ଆପଣଙ୍କୁ ଇଗ୍ନୋର କଲା। ସମସ୍ୟା ଏହା ଥିଲା ଯେ ଆପଣ ତାକୁ ନିଜର ଜୀବନରେ ଆବଶ୍ୟକତାଠାରୁ ବେଶୀ ଇମ୍ପୋର୍ଟାନ୍ସ ଦେଉଥିଲ। ମନେ ରଖ, ଆପଣ ସବୁବେଳେ ସେହି ବ୍ୟକ୍ତି ପଛରେ ଯାଅ ନାହିଁ ଯିଏ ଆପଣଙ୍କଠାରୁ ସବୁବେଳେ ଦୂରେଇ ଯାଉଛି। କିଛି ଲୋକଙ୍କୁ ଯିବାକୁ ଦେବା ହିଁ ନିଜକୁ ପୁଣି ଥରେ ଫେରି ପାଇବାର ଆରମ୍ଭ ହୋଇଥାଏ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।